ହ୍ୟାଲୋ ଚତୁର୍ଥ ଶ୍ରେଣୀ ପିଲେ, ମୁଁ କ'ଣ କରିଛି ଆପଣମାନଙ୍କ ପାଇଁ ଯେଉଁ ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026 ମସିହାରେ ଯେଉଁ ଏକ୍ଜାମ୍ ଆପଣମାନଙ୍କର ଯେଉଁ ଓରାଲ୍ ଆପଣମାନଙ୍କର ହେବାକୁ ଯାଉଛି ମୌଖିକ, ସେଇଟା ଆପଣଙ୍କର ମୁଁ ଡିସ୍କସନ୍ କରିବାକୁ ଯାଉଛି। ଆପଣମାନେ କ'ଣ କରିବେ ନା, ଯେଉଁ ସାଙ୍ଗମାନେ ଚ୍ୟାନେଲ୍କୁ ନୂଆ ଆସୁଛନ୍ତି କ'ଣ କରିବେ ନା ଶୀଘ୍ର କ'ଣ କରିଦେବେ, ସବସ୍କ୍ରାଇବ୍ କରିଦେବେ। କାରଣ ମୁଁ ଯେତେବେଳେ ସବୁ ରିଏଲ୍ କୋଶ୍ଚିନ୍ ଛାଡ଼ିବି ଆପଣମାନଙ୍କ ପାଖରେ, ସେ ଯେଉଁ ଭିଡ଼ିଓଟା ଆପଣମାନଙ୍କ ପାଖରେ ଆଗୁଆ ପହଞ୍ଚିଯିବ ହେଲା। ଏଇଟା ତ ରିଏଲ୍ କୋଶ୍ଚିନ୍, ଆପଣମାନେ ଆଉ କ'ଣ କରିବେ, ପ୍ରାକ୍ଟିସ୍ କରିଦେବେ। ଆଉ ଯେଉଁ ଲିଖିତ ଏକ୍ଜାମ୍ ଆଉଛି ତା ପାଇଁ ମୁଁ ଯେଉଁ ଭିଡ଼ିଓ ଛାଡ଼ିବି ଆପଣମାନେ ତାକୁ କ'ଣ କରିପାରିବେ, ଦେଖିପାରିବେ। ବୁଝିପାରିଲେ? ଆଉ ଏଥିରେ ଆପଣମାନଙ୍କର କ'ଣ ନା ଚତୁର୍ଥ ଶ୍ରେଣୀ ପିଲାଙ୍କର ଏଇଟା, ଆଉ ଗଣିତର କୋଶ୍ଚିନ୍ ପେପର୍ ଗୁଡ଼ିକ କାହାର, ଗଣିତର ପୂର୍ଣ୍ଣ ସଂଖ୍ୟା ହେଉଛି 10 ଏବଂ ପ୍ରଶ୍ନର ସଂଖ୍ୟା ହେଉଛି କେତେ, 10। ବୁଝିପାରିଲେ? ଚାଲନ୍ତୁ ଦେଖିବା ଆଜି କୋଶ୍ଚିନ୍ ଡିସ୍କସନ୍ କରିବା। ଏଥିରେ କ'ଣ ଦେଇଛି, ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଛାତ୍ରମାନଙ୍କୁ ବ୍ୟକ୍ତିଗତ ଭାବେ ପଚାରିବେ। ବୁଝିପାରିଲେ? ପ୍ରଥମ କୋଶ୍ଚିନ୍ ଦେଇଛି, ଶିକ୍ଷକ କଳାପଟରେ ଏକ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖି ସଂଖ୍ୟାଟିକୁ ପଢ଼ିବାକୁ କହିବେ। ମାନେ ଗୋଟେ ସଂଖ୍ୟା ଧର ମୁଁ ଲେଖିଲି 4 3 2 1 କହିଲି, 4 3 2 1 କହିଲି, ତମେ କ'ଣ କରିବ, ପଢ଼ିବ କେମିତି, 4321, 4321 ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ପଢ଼ିବାକୁ ପଡ଼ିବ। ବୁଝିପାରିଲେ? କ'ଣ ପଢ଼ିବେ, 4321 ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ପଢ଼ିବାକୁ ପଡ଼ିବ। ବୁଝିପାରିଲେ? ତାର 2 ନମ୍ବର କହୁଛି କ'ଣ, 2 ନମ୍ବର କହିଲା କୋଶ୍ଚିନ୍, 2 ନମ୍ବର କୋଶ୍ଚିନ୍ କହିଲା କ'ଣ ନା, ଶିକ୍ଷକ ଦୁଇଟି ସମକୋଣୀ ତ୍ରିଭୁଜ ଆକୃତି ମୋଟା, କ'ଣ କହିଲା କୋଶ୍ଚିନ୍, କହିଲେ 2 ନମ୍ବର କହିଲା ଶିକ୍ଷକ 2 ଅଙ୍କ ବିଶିଷ୍ଟ ସମକୋଣୀ ତ୍ରିଭୁଜ ଆକୃତିର ରଙ୍ଗୀନ କ'ଣ କହିଲା ଦେଇଛି, ଶିକ୍ଷକ 2ଟି ସମକୋଣୀ ସମଦ୍ୱିବାହୁ ତ୍ରିଭୁଜ ଆକୃତି ମୋଟା ରଙ୍ଗ କାଗଜ ଖଣ୍ଡ ଦେଇ ତାକୁ ଯୋଡ଼ି ରମ୍ବସ ଆକୃତିର କ୍ଷେତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବେ। ଆପଣମାନେ ଗୋଟେ କାଗଜକୁ ରମ୍ବସ ଆକୃତିର ପ୍ରୟୋଗ କରିବେ। ବୁଝିପାରିଲେ? ତାପରେ କହିଲା 3574 ସଂଖ୍ୟାକୁ ଶତକ ଏବଂ ଏକକ ଅଙ୍କକୁ ଅଦଳ ବଦଳ କରିକି ଲେଖିବ। ଶତକ ହେଉଛି 5 ଅଛି, ଆଉ ଏକକ 5 ଜାଗାରେ 4 ଲେଖିଦେବେ, 4 ଜାଗାରେ କ'ଣ ଲେଖିଦେବେ, 5 ଲେଖିଦେବେ ହେଲା। ଇଂରାଜୀ ବଡ଼ ଅକ୍ଷର ଡବ୍ଲୁରେ କେତୋଟି ସୂକ୍ଷ୍ମ କୋଣ ଅଛି? ଏଇ ଯେଉଁ ଡବ୍ଲୁରେ କେତୋଟି ସୂକ୍ଷ୍ମ କୋଣ ଅଛି, 2 3ଟି ଅଛି। କେତୋଟି ଅଛି, 3ଟି ଅଛି, ମନେ ରଖିବେ। ତାପରେ କୋଶ୍ଚିନ୍ କହିଲା ତ୍ରିଭୁଜର ପରିସୀମା କେତେ ହବ? ତ୍ରିଭୁଜର ପରିସୀମା ହେଲେ 3ଟାକୁ ମିଶାଇ ଦେବ, 12 13 ଆଉ କ'ଣ 5 ମିଶାଇ ଦେଲା ପରେ କେତେ ହେବ, ଯେତିକି ହେବ ସେତିକି, 20 25 30 ହେବ। କେତେ ହେବ ଆନ୍ସର, 30 ହେବ ହେଲା। ନେକ୍ସଟ କୋଶ୍ଚିନ୍କୁ ଯିବା, ଚାଲନ୍ତୁ। ତାପରେ ଯିବା ନେକ୍ସଟ କୋଶ୍ଚିନ୍ କ'ଣ କହୁଛି, ଯେକୌଣସି ଏକ ଭଗ୍ନାଂଶ ଚିତ୍ର ଦେଖାଇ ତାକୁ ଭଗ୍ନ ସଂଖ୍ୟାରେ ପ୍ରକାଶ କର। ଇଏ ହେବ 4ଟା ଦେଇଛି, 1/4 ଗୋଟେ ରଙ୍ଗ ଦିଆହେଇଛି। ସେକେଣ୍ଡରେ ସେମିତି ହେବ 1/4, ଥାର୍ଡ଼ଟା ହେବ ସେମିତି 1/4। ଆକୁ ପ୍ରକାଶ କରାଯାଏ, ଯେକୌଣସି ଗୋଟେକୁ କ'ଣ କରିବାକୁ ଦେଇଛି, ପ୍ରକାଶ କରିବାକୁ ଦେଇଛି। 7 ନମ୍ବର କହିଲା ଶିକ୍ଷକ କାଗଜରେ ଅଙ୍କା ଯାଇଥିବା ଏକ ରେଖାଖଣ୍ଡ ଦୈର୍ଘ୍ୟ ମାପି କ'ଣ କରିବାକୁ କହିଛି, କାଗଜରେ ଅଙ୍କା ଯାଇଥିବା ଏକ ରେଖାଖଣ୍ଡ ଦୈର୍ଘ୍ୟ ମାପି ନିର୍ଦ୍ଦେଶ ତେବେ ସେ ଯେଉଁ ଶିକ୍ଷକ କରିବେ। କେଉଁଟି ଅଧିବର୍ଷ ଆଗ ଭିତରେ ଅଧିବର୍ଷ ହେବ 2004, କେଉଁଟା ହେବ 2004। 8ଟି ଗାଈର କେତୋଟି ଗୋଡ଼, 8 ଚଉକୁ 32, 8 ଗୁଣନ 4 କେତେ ହେବ, 32ଟି ଗୋଡ଼। କେତୋଟି ଗୋଡ଼, 32ଟି ଗୋଡ଼। ତାପରେ ଯିବା 10 ନମ୍ବର କହିଲା ଏକ ବଗିଚାରେ ଲାଗିଥିବା ବିଭିନ୍ନ ଗଛ ସଂଖ୍ୟାକୁ ସଂକେତରେ ଦିଆଯାଇଛି। ଶିକ୍ଷକ ଯେକୌଣସି ଗଛର ସଂଖ୍ୟା ପଚାରିବେ, ପିଲା ସଂକେତ ଦେଇ ସଂଖ୍ୟା କହିବେ ହେଲା। ଯେମିତି 5ଟି ଗଛ, ସେଇଭଳି ଆପଣଙ୍କୁ କହିବେ ହେଲା।
ସାଙ୍ଗମାନେ ଏଇଠି ଭିଡ଼ିଓଟି ସରିଯାଉଛି। ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ଆଉ ଯେଉଁ ସାଙ୍ଗମାନେ ନୂଆ ଆସନ୍ତି ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ଥ୍ୟାଙ୍କ ୟୁ।